ମୁଁ ପୁଣି ଥରେ ସ୍ୱାଗତ ଜଣାଉଛି ମୋ ଚ୍ୟାନେଲ ତରଫରୁ। ଆପଣମାନେ ଜାଣିଥିବେ ଏବେର ଦିନରେ ଯେଉଁ ଆମର ଜନ୍ମ ସାର୍ଟିଫିକେଟ୍ ଗୋଟେ ଇମ୍ପୋର୍ଟାଣ୍ଟ ଡକ୍ୟୁମେଣ୍ଟ ହେଇଗଲାଣି। କାହିଁ କିଛି ଦିନ ପୂର୍ବରୁ ଯେଉଁ ସରକାର ଡିକ୍ଲାରେସନ୍ କରିଥିଲେ, ଆମର ଗଭର୍ଣ୍ଣମେଣ୍ଟ ଯେଉଁ ଡିକ୍ଲେୟାର କରିଥିଲା ଯେ ଆଧାର କାର୍ଡ଼ ପ୍ରତ୍ୟେକ ଜାଗାରେ ଡେଟ୍ ଅଫ୍ ବାର୍ଥ ପ୍ରୁଫ୍ର ଡକ୍ୟୁମେଣ୍ଟ ହିସାବରେ ଯିବ ନାହିଁ। ଏବେ ଯଦି ଆପଣ ପାସପୋର୍ଟ ଅଫିସ କି ପାସପୋର୍ଟ ତିଆରି କରି ଯାଉଛନ୍ତି ତାହେଲେ କ'ଣ ଡେଟ୍ ଅଫ୍ ବାର୍ଥ ପାଇଁ ଅଲଗା ପ୍ରୁଫ୍ ନେବାକୁ ପଡ଼ୁଛି। ଆଇଦର ପ୍ୟାନ୍ କାର୍ଡ଼ ନିଅ କିମ୍ବା ତୁମେ ଭୋଟର କାର୍ଡ଼ ନେଇକି ଯାଅ। ଏମିତି ବହୁତ ଗୁଡ଼ିଏ ଜାଗାରେ ଏମିତି ହେଇଗଲାଣି। ସେଥିପାଇଁ ଜନ୍ମ ପ୍ରମାଣପତ୍ର ନିହାତି ଆବଶ୍ୟକ। ଯେଉଁ ଲୋକ କରିଦେଇଛନ୍ତି ଭଲ, ଯେଉଁମାନେ କରିନାହାନ୍ତି ଏବେ ବହୁତ ହଇରାଣ ହେଉଛନ୍ତି। ଆଜିର ଭିଡ଼ିଓରେ ମୁଁ ଡିସ୍କସନ୍ କରିବି ଆପଣ ଜନ୍ମ ସାର୍ଟିଫିକେଟ୍ କେମିତି ଅତି ଆରାମରେ ଆବେଦନ କରିପାରିବେ ଦୁଇଟା ମାଧ୍ୟମରେ, ଗୋଟେ ହେଲା ଅଫଲାଇନ୍ ଆଉ ଗୋଟେ ହେଲା ଅନଲାଇନ୍। ভিডিও পুরা শেষ পর্যন্ত দেখবে, স্কিপ বিলকুল বি করবেনি। যদি আমার চ্যানেল এত পর্যন্ত নূয়া অনেক সবসক্রাইব করে না নিশ্চিত ভাবে সবসক্রাইব করুন, পাখে থাকা বেল আইকন নিশ্চিত ভাবে প্রেস করুন, যাদ্বারা এমনি নূয়া নূয়া অপডেট ভিডিও আপনার সর্বপ্রথমে পাইপারে। ଆଉ ଗୋଟେ ଖାସ୍ କଥା, ଯଦି ଭିଡ଼ିଓ ଭଲ ଲାଗୁଛି ଗୋଟେ ଲାଇକ୍ କରିବ, ଆଉ ଅନ୍ୟମାନଙ୍କ ସହିତ ନିଶ୍ଚିତ ଭାବେ ସେୟାର କର, ଅନ୍ୟମାନେ ବି ଜାଣିପାରିବେ। ଦେଖ, ଯଦି ଆମେ ଜନ୍ମ ପ୍ରମାଣପତ୍ର କରିବା ତାହେଲେ ଅତି ସହଜରେ କ'ଣ ଯେଉଁ କହିଦେଉଛି ପ୍ରଥମେ ଅଫଲାଇନ୍ ମାଧ୍ୟମରେ। ଅଫଲାଇନ୍ ମାଧ୍ୟମରେ କେମିତି କରିବେ? ଯଦି ଆମର ରିସେଣ୍ଟଲି ଜନ୍ମ ଛୁଆ ତାର ଆବେଦନ କରୁଛନ୍ତି ତାହେଲେ କିଛି ପ୍ରୋବ୍ଲେମ୍ ନାହିଁ। ଆପଣ ସେଇ ସାଥି ସାଥି ହିଁ ମେଡ଼ିକାଲ ପେପର ଜମା କରିଦେବେ। ମେଡ଼ିକାଲ ପେପର ପାଇଁ କିଛି ଆବଶ୍ୟକ ନାହିଁ। ଆମର କ'ଣ ଗାର୍ଡ଼ିଆନ୍ ମାନଙ୍କର ଦରକାର ଆଧାର କାର୍ଡ଼, ପିତାମାତାଙ୍କର ଆଧାର କାର୍ଡ଼ ଦରକାର ହେବ, ଆଉ ରହିଲା ଆମର ଡିସଚାର୍ଜ ପେପର ଦରକାର ହେବ, ଆଉ ଗୋଟେ କ'ଣ ଆପଣ ଜେରକ୍ସ ଦୋକାନରୁ ମଧ୍ୟ ଚାହିଁଲେ ଗୋଟେ ଯେଉଁ ଆମର ବାର୍ଥ ସାର୍ଟିଫିକେଟ୍ ଫର୍ମ ତାକୁ ଫିଲ୍ଅପ୍ କରି ମଧ୍ୟ ଜମା କରିକି ଆସିପାରିବେ। ଏହା ଅତି ଆରାମରେ ହେଇଯିବ। ଏମାନେ କେଉଁମାନଙ୍କ ପାଇଁ? ଯେଉଁ ଆମର ଛୋଟ ଛୁଆଙ୍କ ପାଇଁ କଥା କହୁଛି ମୁଁ। ଆଉ ଯଦି ଆପଣ ଅନଲାଇନ୍ ମାଧ୍ୟମରେ ଆବେଦନ କରିବେ, ଅନଲାଇନ୍ ମାଧ୍ୟମରେ ବହୁତ ଇଜି ମଧ୍ୟ। ଆପଣ କୌଣସି ଜନସେବା କେନ୍ଦ୍ରକୁ ଯାଇ କିମ୍ବା ସାଇବର କେଫ୍କୁ ଯାଇକି ମଧ୍ୟ ଆବେଦନ କରିପାରିବେ। ଯଦି ନିଜେ ଜାଣିଛନ୍ତି ତାହେଲେ କରିପାରିବେ। ତାର ୱେବସାଇଟ୍ଟା ହେଲା ଆପଣମାନଙ୍କୁ କହିଦେଉଛି ମୁଁ, www.birthdeath.odisha.in। ମୋର ଡେସ୍କ୍ରିପ୍ସନ୍ରେ ବି ତାର ଲିଙ୍କ୍ ଦେଇଦେବି। ଆପଣ ଚାହିଁଲେ ମଧ୍ୟ ଏଥିରେ ମଧ୍ୟ ଅତି ସହଜରେ ବି ଆବେଦନ କରିପାରିବେ। ଆ ପାଇଁ ଡକ୍ୟୁମେଣ୍ଟ କ'ଣ ଦରକାର ହେଉଛି ଆପଣମାନଙ୍କୁ କହିଦେଉଛି। ସେମ୍ ପ୍ରୋସିଜିଓର, ପିତାମାତାଙ୍କର ଆଧାର କାର୍ଡ଼ ଜେରକ୍ସ କପି ଦରକାର ହେବ, ଆଉ ରହିଲା ଖାସ୍ କରିକି ଡିସଚାର୍ଜ ପେପର ସହିତ ଆପଣ ନିଶ୍ଚିତ ଭାବେ ଜାଣିଥିବେ, ଯଦି ଆମେ ମେଡ଼ିକାଲରେ ଯଦି ଛୁଆ ଜନ୍ମ ହେଉଛି ତାହେଲେ ନିଶ୍ଚିତ ଭାବେ ମେଡ଼ିକାଲ ବାଲା ଏବେ କ'ଣ ରେଜିଷ୍ଟ୍ରେସନ୍ ଅନଲାଇନ୍ ରେଜିଷ୍ଟ୍ରେସନ୍ କରୁଛନ୍ତି। ଯଦି ଅନଲାଇନ୍ ରେଜିଷ୍ଟ୍ରେସନ୍ ହେଇଥିବ ତାହେଲେ ଆପଣ ଅନଲାଇନ୍ରେ ଆବେଦନ କରିପାରିବେ। ଏଥିରେ ଅସୁବିଧା କିଛି ବି ହେବ ନାହିଁ। ଆଉ ଖାସ୍ କରିକି ଆପଣ ଯେଉଁ ରେଜିଷ୍ଟ୍ରେସନ୍ କରିବା ସମୟରେ ଯେଉଁ ମୋବାଇଲ୍ ନମ୍ବର ଦେଇଥିବେ ସେଇ ମୋବାଇଲ୍ ନମ୍ବର ନିହାତି ଭାବେ ଦରକାର ହେବ ଯଦି ଅନଲାଇନ୍ରେ ଆବେଦନ କରୁଛନ୍ତି। ଆଉ ଯଦି କିଛି ଜାଣିବାରେ ଅସୁବିଧା ହେଉଛି ନିଶ୍ଚିତ କମେଣ୍ଟ କରନ୍ତୁ, ଆଉ ଅନ୍ୟମାନଙ୍କ ସହିତ ନିଶ୍ଚିତ ସେୟାର କରନ୍ତୁ ଭିଡ଼ିଓ, ଅନ୍ୟମାନେ ବି ଜାଣିପାରିବେ। ଆଉ ଯଦି ଭଲ ଲାଗୁଛି ଗୋଟେ ଲାଇକ୍ କରିବେ। ଜୟ ହିନ୍ଦ।